ବାଲେଶ୍ୱର ସହରସ୍ଥ ଗାନ୍ଧୀ ସ୍ମୃତି ଭବନରେ ଚଳିତ ମାସ 11 ଓ 12 ତାରିଖରେ ଅଟଳ ଯୁବ ସଙ୍ଗମର ଚତୁର୍ଥ ବର୍ଷ ଦୁଇଦିନିଆ ରାଜ୍ୟସ୍ତରୀୟ ପାଟ୍ରିଅଟିକ୍ ଫେଷ୍ଟିଭାଲ ଅନୁଷ୍ଠିତ ହେବ। ଏନେଇ ବୁଧବାର ବ୍ରିଟ୍ କଲ୍ୟାଣ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଛୋଟ ପିଲାଙ୍କ ପ୍ରତିଭା ଲୋକଲୋଚନକୁ ଆଣିବାରେ ସହଯୋଗ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି ଅବସରରେ ବିଭିନ୍ନ କ୍ରୀଡ଼ା, ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏତଦ୍‌ବ୍ୟତୀତ ଅବସରପ୍ରାପ୍ତ ଭାରତୀୟ ସେନା ସମାଜସେବୀ ଏବଂ କିଛି ମହିଳା ସୁପରଭାଇଜରଙ୍କୁ ସମ୍ବର୍ଦ୍ଧନା କରାଯିବ। ତତ୍ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସଂଘର ପ୍ରତିଷ୍ଠାତା ତଥା ସଭାପତି ବିକାଶ ପାଢ଼ୀ ସୂଚନା ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ଖାଦ୍ୟ ବଣ୍ଟନ, ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ ଭଳି ଅନେକ ସାମାଜିକ କାର୍ଯ୍ୟକ୍ରମ ସଂଗଠନ ପକ୍ଷରୁ ଆୟୋଜିତ ହେବ। ସେହିପରି ବାଲେଶ୍ୱର ସହରରେ ବାଜପେୟୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯିବ ବୋଲି ମଧ୍ୟ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଗଣେଶ ସେନ, ଅମୀୟ ରଞ୍ଜନ ତାଲତୀ, ପ୍ରମୋଦ କୁମାର ଦାସ, ଜୋନାଲ ସଭାପତି ଧୀରଜ ମହାନ୍ତି, ଅରବିନ୍ଦ ପାତ୍ର, କାହ୍ନୁଚରଣ ମଲ୍ଲିକ, ଶ୍ରିୟା ଦାସ, ଅପରାଜିତା ସେନ, କୈଳାସ ଦାସ, ନରୋତ୍ତମ ଦାସଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଦେଖନ୍ତୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ଏହି ଅନୁଷ୍ଠାନ ତିଆରି ହୋଇଛି। ବିଗତ 4 ବର୍ଷ ଧରି ବିଭିନ୍ନ ସମୟରେ ବାଲେଶ୍ୱରର ପ୍ରତିଭାକୁ ବିକଶିତ କରିବା ଏ ଅନୁଷ୍ଠାନର ମୂଳ ଲକ୍ଷ୍ୟ। ତାର ବାର୍ଷିକ ଉତ୍ସବ ଆଗାମୀ 11-12 ଶନିବାର ରବିବାର 12 ତାରିଖ ଯେଉଁଦିନ ନ୍ୟାସନାଲ୍ ୟୁଥ୍ ଡେ, ଆମର ସମସ୍ତଙ୍କର ପ୍ରିୟ ଆମର ବିବେକାନନ୍ଦଙ୍କର ଜନ୍ମ ଜୟନ୍ତୀ, ସେଦିନ ଆମର ଏ ବାର୍ଷିକ ଉତ୍ସବ ପାଳନ କରାଯିବ। ଆଉ 11ରୁ 12 2 ଦିନ ଧରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେବା, ଯେମିତି ଡ୍ରଇଂ କମ୍ପିଟିସନ୍, ଡ୍ୟାନ୍ସ କମ୍ପିଟିସନ୍, ବଡି ବିଲ୍ଡିଂ ଏବଂ 11 ତାରିଖ ଦିନ କିଛି କମ୍ବଳ ବଣ୍ଟନ କରିବୁ ଗରିବ ଲୋକଙ୍କୁ। ଆଉ ପାଖାପାଖି 10 ଜଣଙ୍କୁ ଆମେ ହୁଇଲ୍ ଚେୟାରର ବ୍ୟବସ୍ଥା କରୁଛୁ, ଗରିବ ଦିବ୍ୟାଙ୍ଗଙ୍କୁ ହୁଇଲ୍ ଚେୟାର ଦେବୁ। ଏବଂ 12 ତାରିଖ ଦିନ ବାଲେଶ୍ୱର କିଛି ସମାଜସେବୀ ବିଭିନ୍ନ କ୍ଷେତ୍ରରେ ଯେଉଁମାନେ ବାଲେଶ୍ୱର ପାଇଁ ନାମକୁ ଆଣିଛନ୍ତି, ଆଗକୁ ଆଣିଛନ୍ତି, ତାଙ୍କୁ ଆମେ ସମ୍ମାନିତ କରିବୁ ବୋଲି ଆଶା ରଖୁଛୁ।